ଝାରସୁଗୁଡ଼ା ଜିଲ୍ଲା ଲଇକ୍ରା ବ୍ଲକ ଅନ୍ତର୍ଗତ ବିଭିନ୍ନ ଗ୍ରାମ ପଞ୍ଚାୟତରେ ଚାଲିଥିବା ଜଳ ସଂରକ୍ଷଣ ଓ ଉନ୍ନୟନମୂଳକ କାର୍ଯ୍ୟର ସ୍ଥିତି ପରଖିଛନ୍ତି ମାନ୍ୟବର ଝାରସୁଗୁଡ଼ା ବିଧାୟକ ଶ୍ରୀଯୁକ୍ତ ଟଙ୍କଧର ତ୍ରିପାଠୀ। ଆଜି ସେ ବ୍ଲକର ରେଙ୍ଗାଲି, ଉରାଗଡ଼ ଏବଂ ଭୁଲିଆଡିହି ଗ୍ରାମ ଗସ୍ତ କରି ସେଠାରେ ସରକାରୀ ସହାୟତାରେ ଚାଲିଥିବା ସ୍ଥାନୀୟ ପୋଖରୀଗୁଡ଼ିକର ପୁନରୁଦ୍ଧାର କାର୍ଯ୍ୟରେ କ୍ଷେତ୍ର ପରିଦର୍ଶନ କରିଛନ୍ତି। କାର୍ଯ୍ୟ ଯେପରି ସୁଚାରୁ ରୂପେ ଏବଂ ଉଚ୍ଚ ମାନସମ୍ପନ୍ନ ଭାବେ ସମ୍ପାଦିତ ହେବ ସେ ନେଇ ବିଧାୟକ ଆଲୋଚନା କରିଥିଲେ। ଏହି ପରିଦର୍ଶନ କାଳରେ ବିଧାୟକ ଶ୍ରୀ ତ୍ରିପାଠୀ ରେଙ୍ଗାଲି, ଉରାଗଡ଼ ଏବଂ ଭୁଲିଆଡିହି ଗ୍ରାମର ସ୍ଥାନୀୟ ବାସିନ୍ଦା ଓ ଗ୍ରାମବାସୀଙ୍କୁ ଭେଟିଥିଲେ। ଗ୍ରାମାଞ୍ଚଳରେ ଜଳାଶୟଗୁଡ଼ିକର ପୁନରୁଦ୍ଧାର ଦ୍ୱାରା ଚାଷ କାର୍ଯ୍ୟ ଓ ଦୈନନ୍ଦିନ ଜୀବନରେ କିପରି ସୁଧାର ଆସିବ ସେ ସମ୍ପର୍କରେ ସେ ଗ୍ରାମବାସୀଙ୍କ ସହ ମତ ବିନିମୟ କରିଥିଲେ। ସ୍ଥାନୀୟ ଲୋକେ ମଧ୍ୟ ବିଧାୟକଙ୍କୁ ବିଭିନ୍ନ ସମସ୍ୟା ଓ ଗ୍ରାମର ବିକାଶମୂଳକ ପ୍ରସଙ୍ଗ ଉପରେ ଆଲୋଚନା କରିଥିଲେ। ଝାରସୁଗୁଡ଼ାରୁ ଘନଶ୍ୟାମ ପଢ଼ିଆରୀଙ୍କ ରିପୋର୍ଟ, ଓଡ଼ିଆ ଭାସ୍କର।